যদ যদাচরতি শ্রেষ্ঠ ততদেবে তর্জন সযৎ ପ୍ରମାଣକୃତେ ଲୋକ ତଦନୁବର୍ତ୍ତତେ। ଅର୍ଥାତ୍ ଶ୍ରେଷ୍ଠ ଲୋକମାନେ ଯାହା କରନ୍ତି ଇତର ପ୍ରାଣୀମାନେ ତାକୁ ଅନୁସରଣ କରନ୍ତି। ତେଣୁ ଶ୍ରେଷ୍ଠ ଲୋକମାନେ କୌଣସି ପରିସ୍ଥିତିରେ ସେମାନଙ୍କର ଭଲ ଗୁଣକୁ ଅକ୍ଷୁଣ୍ଣ ରଖିବା ଉଚିତ। ଯେଭଳି କର୍ପୂର କୌଣସି ପରିସ୍ଥିତିରେ ତାର ଗୁଣକୁ କ୍ଷୁଣ୍ଣ କରେ ନାହିଁ। ଭାଙ୍ଗିଲେ ଜାଳିଲେ ଜଳରେ ଫିଙ୍ଗିଲେ ମଧ୍ୟ ତାର ମୌଳିକତା କେବେ ନଷ୍ଟ ହୁଏ ନାହିଁ। ଏହି ପରିପ୍ରେକ୍ଷୀରେ କବିତାଟି ଲେଖାଯାଇଛି। କବିତାର ଶୀର୍ଷକ ରହିଛି କର୍ପୂର। ଆସନ୍ତୁ ପଢ଼ି ଶୁଣିବା କବିତାଟି। ହେ କର୍ପୂର ଗୁଣ ଦିଅ ମୋତେ ବାସୁଥିବି ସମତବ ପ୍ରତି ପଦକ୍ଷେପେ। ଜାଳିଲେ ଜଳରେ ଭାଙ୍ଗିଲେ ପ୍ରତି ଅବସ୍ଥାରେ। ଦାରିଦ୍ର୍ୟରେ ସଚ୍ଚୋଟତା ତିରସ୍କାରେ ମଧୁର ବଚନ। ଘୃଣାରେ ମୁଁ କରୁଥିବି ପ୍ରେମ। ନିନ୍ଦା ମୋତେ କରୁ ଯିଏ ପ୍ରଶଂସା ମୁଁ କରୁଥିବି ତାର। ଅଭିଶାପ ଦେଲେ ମୋତେ କରୁଥିବି ଶୁଭତା କାମନା। ଦଣ୍ଡ ଦେଲେ ଯୀଶୁ ସମ କହିଦେବି କ୍ଷମା କର ଅଜ୍ଞ ଜାଣିନି। ନମସ୍କାର। ହିମାଂଶୁ।